ବାଲେଶ୍ୱରରେ ସାମ୍ପ୍ରଦାୟିକ ଉତ୍ତେଜନା ବେଳେ ଶାନ୍ତି ଓ ସଦ୍ଭାବ ବଜାୟ ରଖିବା ପାଇଁ ଉଦ୍ୟମ ଚଳାଇଥିଲା ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ। ସ୍ଥାୟୀ ରୂପେ ଉଭୟ ସମ୍ପ୍ରଦାୟ ମଧ୍ୟରେ ଶାନ୍ତି ଓ ସଦ୍ଭାବନା ସ୍ଥାପନ ପାଇଁ ବାଲେଶ୍ୱରଠାରେ ଗଠିତ ହୋଇଛି ସଂଗଠନର ଏକ ଶାଖା। ଏନେଇ ସ୍ଥାନୀୟ ଷ୍ଟେସନ କ୍ଲବରେ ଆୟୋଜିତ କାର୍ଯ୍ୟକ୍ରମରେ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ସଭାପତି ଜଷ୍ଟିସ୍ ମନୋରଞ୍ଜନ ମହାନ୍ତି, ଭଦ୍ରକ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ଅଧ୍ୟକ୍ଷ ଅଖିଳ କୁମାର ପାଢ଼ୀ, ଡକ୍ଟର ଝରଣା ପଟ୍ଟନାୟକ, ଡାକ୍ତର ବିଶ୍ୱଜିତ, ହରିହର ସେଣ ଏବଂ ଯଶୋଧାର ଦାସ ପ୍ରମୁଖ ଯୋଗଦେଇ ସମାଜରେ ଶାନ୍ତି ପ୍ରତିଷ୍ଠା ପାଇଁ ଗାନ୍ଧୀବାଦର ଆବଶ୍ୟକତା ଓ ଉପଦାୟତା ସମ୍ପର୍କରେ ଆଲୋଚନା କରିଥିଲେ। ଭଦ୍ରକରେ ସାମ୍ପ୍ରଦାୟିକ ଦଙ୍ଗା ପରେ ପ୍ରତିଷ୍ଠାନର ଉଦ୍ୟମ ଯୋଗୁଁ ଆଜକୁ 7 ବର୍ଷ ଧରି ଶାନ୍ତି ସ୍ଥାପନ ହୋଇପାରିଛି। ରାଷ୍ଟ୍ରପତି ମହାତ୍ମା ଗାନ୍ଧୀଙ୍କ ବିଚାରଧାରାରେ କାର୍ଯ୍ୟ କରୁଥିବା ଏହି ସଂଗଠନ ବାଲେଶ୍ୱର ସହରବାସୀଙ୍କ ମଧ୍ୟରେ ଭାଇଚାରା ବୃଦ୍ଧି ପାଇଁ ପଥପ୍ରାନ୍ତ ନାଟକ ସହ ସର୍ବଧର୍ମ ପ୍ରାର୍ଥନା ପ୍ରଭୃତି ମାଧ୍ୟମରେ ପ୍ରୟାସ ଚଳାଇଛି। ତେବେ ସ୍ଥାୟୀ ଭାବେ ବିଭିନ୍ନ ବର୍ଗ ଓ ସମ୍ପ୍ରଦାୟଙ୍କ ମଧ୍ୟରେ ଭାତୃତ୍ୱଭାବ ବଜାୟ ରଖିବା ପାଇଁ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ଉଦ୍ୟମ ଜାରି ରଖିବ ବୋଲି ସେମାନେ କହିଛନ୍ତି। ଏନେଇ ଆଗାମୀ ଦିନରେ ଏକ ଶିବିର ଆୟୋଜନ ସହ ଯୁବଗୋଷ୍ଠୀଙ୍କୁ ଶାନ୍ତି ପ୍ରତିଷ୍ଠାର ପ୍ରତିନିଧିରେ ପରିଣତ କରାଯିବ ବୋଲି ଉଦ୍ୟୋକ୍ତାମାନେ କହିଛନ୍ତି। ସମାଜସେବୀ ଗୌରାଙ୍ଗ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ଶେଖ ନାସିର ବକ୍ସ, କବୀର କୁମାର ଜେନା, ସୂର୍ଯ୍ୟକାନ୍ତ କର, ଅଭୟ ଦାସ, ପ୍ରଣିତା ମିଶ୍ର ପ୍ରମୁଖ ଶାନ୍ତି ପ୍ରତିଷ୍ଠାନର ବିଭିନ୍ନ ଦିଗ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। गत किछि दिन तले जो बालेश्वर सांप्रदायिक दंगा आरंभ होता से सांप्रदायिक सद्भाव आने गांधी विचार विभिन्न संगठन माने सम्मिलित हो बालेश्वर दीर्घकाल धरिकी कार्यक्रम करते। पथप्रांत नाटक, सर्वधर्म प्रार्थना सभा, जेल भितर जाकि जो मन थे से अभियोग अभियुक्त से सहित कथबार्ता कर सब कम करता। आम देखुचे भारत वर्षर जो स्थिति से हिंदू मुसलमान एकता व्यतीत भारत वर्ष तिष्ठि पार ना। तेणु से दृष्टि भारत वर्ष में विशेषकर बालेश्वर में केमती सांप्रदायिक सद्भाव सबुबले बजाय विभिन्न धर्मावलंबी लोक मान भितर भाईचारा विशेषकर युवगोष्ठी केमिति अन्य मान द्वारा परिचित हो सांप्रदायिक हेबे नहीं से दृष्टि आम आज ये गांधी शांति प्रतिष्ठान बालेश्वर आरंभ करने जाऊँ। आम भावु बालेश्वर गांधी शांति प्रतिष्ठान सहित जो मैंने एकाठी हेबे से माने जीवन को बाजी लगे कि बालेश्वर रे सांप्रदायिक सद्भाव सबु दिन बजाय रखा चेष्टा करें। आगामी दिन में अनेक गुड़े कार्यक्रम रही, विशेषकर टीन एज युवक मान भर आम अनेक कार्यक्रम करने को योजना करूँ। गोटे सद्भावना युव शिविर आगामी मसरे आम करूँ प्लां कर उभय संप्रदाय जो टीन एज पिला से डाकबू से 5 दिन धरी रखू एवं देशर जो विशिष्ट गांधीवादी माने से आसबे से ट्रेनिंग देवे एवं ता सहित से पिला माने एठी पीस पाई शांति पाई कि ब्रांड आंबासाडर है कि बालेश्वर रे काम करेंगे। यही आम योजना।